ଏହି ଭିଡ଼ିଓରେ ଆମେ ଭାଗଶେଷ ଉପପାଦ୍ୟ ପ୍ରମାଣ କରିବା। ଭାଗଶେଷ ଉପପାଦ୍ୟ କ'ଣ କହିଲା? ପି ଅଫ୍ ଏକ୍ସ ଏହା ଯଦି ଗୋଟେ ପଲିନୋମିଆଲ ଏବଂ ଏ ପଲିନୋମିଆଲର ଘାତ ଶୂନରୁ ଅଧିକା ହେଇଥିବ, ତେବେ ଏ ପଲିନୋମିଆଲକୁ ଆମେ ଏକ୍ସ ମାଇନସ୍ ଏ ଦ୍ୱାରା ଭାଗ କରିଲେ ଭାଗଶେଷ ହେବ ପି ଅଫ୍ ଏ। ମନେକର 16ରେ ମୁଁ ହରୁଛି 3, 3ରେ 5 ଗୁଣିଲେ 15, 16ରୁ 15 ଫେଡ଼ିଲେ 1। ତେଣୁ ମୁଁ 16କୁ ଲେଖିପାରିବି 3 ଗୁଣନ 5 ଯୁକ୍ତ 1। ଏଠି 16 କ'ଣ? 16 ହେଉଛି ଭାଜ୍ୟ, 3 ଏଠି କ'ଣ? ଭାଜକ, 5 କ'ଣ ଏଠି? ଭାଗଫଳ ଏବଂ 1 ଏଠି କ'ଣ? ଭାଗଶେଷ। ଯଦି ଗୋଟେ ପଲିନୋମିଆଲକୁ ସେପରି ମୁଁ ହରିବି କାହା ଦ୍ୱାରା? ପି ଅଫ୍ ଏକ୍ସକୁ ମୁଁ ଯଦି ହରୁଛି ଏକ୍ସ ମାଇନସ୍ ଏ ଦ୍ୱାରା, ଏକ୍ସ ମାଇନସ୍ ଏ ହେବ ଭାଜକ ଏବଂ ଆମେ ଗୋଟେ ଭାଗଫଳ ପାଇବା। ଭାଗଫଳକୁ ମୁଁ ଲେଖୁଛି କ୍ୟୁ ଅଫ୍ ଏକ୍ସ ଏବଂ ଭାଗଶେଷ ଆମେ ପାଇବା ଆର୍। ଏବେ ଏହାକୁ ଆର୍ ଅଫ୍ ଏକ୍ସ କାହିଁ ଲେଖୁନି? କାରଣ ଭାଜକର ଯେଉଁ ବାଇନୋମିଆଲ ଅଛି, এই ବାଇନୋମିଆଲର ଘାତ ଅଛି 1, ତେଣୁ ଭାଗଶେଷର ଘାତ ସବୁବେଳେ ଭାଜକର ଘାତଠୁ କମ୍। ଏଠି ଏକ୍ସର ଘାତ 1, ତେଣୁ ଭାଗଶେଷରେ ଏକ୍ସର ଘାତ ରହିବ 0, ତେଣୁ ଏକ୍ସର ଘାତ 0 ଅର୍ଥାତ୍ କ'ଣ? ଏହା ଗୋଟେ ଧ୍ରୁବ ରାଶି ରହିବ। ତେଣୁ ଏବେ ମୁଁ ଲେଖିବି ଭାଜ୍ୟ ଅର୍ଥାତ୍ ପି ଅଫ୍ ଏକ୍ସ ସମାନ ଭାଜକ ଏକ୍ସ ମାଇନସ୍ ଏ ଗୁଣନ ଭାଗଫଳ କ୍ୟୁ ଅଫ୍ ଏକ୍ସ ଯୁକ୍ତ ଭାଗଶେଷ ଆର୍। ଏବେ ପିଲାମାନେ ମୁଁ ଏକ୍ସ ଜାଗାରେ ଏ ନେବି, ଏକ୍ସର ମୂଲ୍ୟ ମୁଁ ନେବି ଏ। ତେଣୁ ଯଦି ମୁଁ ଏକ୍ସ ନେଲି ଏ, ତେବେ ପି ଅଫ୍ ଏକ୍ସକୁ ମୁଁ ଲେଖିବି ପି ଅଫ୍ ଏ ସମାନ ଏକ୍ସ ଜାଗାରେ ଏ ନେବି ଏ ମାଇନସ୍ ଏ ଗୁଣନ କ୍ୟୁ ଅଫ୍ ଏ ଯୁକ୍ତ ଆର୍। ଏବେ ପି ଅଫ୍ ଏ ସମାନ ଏରେ ଏ ଫେଡ଼ିଲେ କେତେ? 0, 0ରେ କ୍ୟୁ ଅଫ୍ ଏ ଗୁଣିଲେ 0, ତେଣୁ 0 ଯୁକ୍ତ ଆର୍ ଏବଂ ପି ଅଫ୍ ଏ କେତେ ହେଲା? ଆର୍। ଏବେ ଆମେ ଆର୍ କାହାକୁ ନେଇଥିଲେ? ଭାଗଶେଷ। ତେଣୁ ଆମେ ଭାଗଶେଷ କ'ଣ ପାଇଲେ? ପି ଅଫ୍ ଏ। ଏଠି ଆମେ ଲେଖିଥିଲେ ପି ଅଫ୍ ଏକ୍ସ ଗୋଟେ ପଲିନୋମିଆଲ ଯାହାକୁ ଆମେ ଏକ୍ସ ମାଇନସ୍ ଏ ଦ୍ୱାରା ଭାଗ କରୁଛେ, ଆମେ ପାଉଛେ ଭାଗଶେଷ ପି ଅଫ୍ ଏ। ଦେଖ ଏଠି ପି ଅଫ୍ ଏକ୍ସ ପଲିନୋମିଆଲ ଥିଲା, ଆମେ ଏକ୍ସ ମାଇନସ୍ ଏ ଦ୍ୱାରା ଭାଗ କରିଥିଲେ ଏବଂ ଭାଗଶେଷ ପାଇଥିଲେ ଆର୍। ଏବଂ ଏଠି ଆମେ ପାଇଲେ କ'ଣ? ଭାଗଶେଷର ମୂଲ୍ୟ କ'ଣ ପାଇଲେ? ପି ଅଫ୍ ଏ। ତେଣୁ ଏଇଭଳି ଆମେ ଭାଗଶେଷ ଉପପାଦ୍ୟ ପ୍ରମାଣ କରିପାରିବା।